जय जगन्नाथ। नमस्कार प्रिय दर्शक बंधु, मु गिरिजा प्रसाद साहू गिरिधारी आपण मानू मो ओडिया साहित्य कार्यक्रम को स्वागत जनाऊँगी। प्रिय दर्शक बंधु, आज आसतु जानिबा एक रहस्य भरा कथा। कथाटी होउची आपण मानक नाम भितरे की प्रकार रहस्य लुचि रही। यह केबे भी आपण शुणी ही नथिबे किंबा जानि नथिबे। हुए तो अति कम रु कम लोक जानि थाई पारंती। जदि आपण जानि नांती आज ही जानि नियंतु ना आपणक नाम रे की प्रकार रहस्य लुचि रही। हाँ प्रिय दर्शक बंधु, भिडियोटी शेष जाए शुणु, नचेत किछि भी बुझीपारे नहीं। जदि नुआ करी मो चैनल को आसिचंती लाइक शेयर और सब्सक्राइब टे करंतु। मु अपलोड करिवा वीडियो सर्वप्रथम आपण पाई परिए। आसंतु सुनिबा। प्रथमतः नाम किछि धारण करे। नाम किछि धारण करे। कौन धारण करे प्रिय दर्शक बंधु? मनीष मला परे सपरिवार सांगसाथी धन संपत्ति सबकिछि छाड़ी चली जाए। यह निराट सत्य कथा। किंतु जदि किछि भल कर्म करि थाए सेही जस कीर्ति सदा सर्वदा ता साथी रे थाए। एपरिकी तार छवि को लोक भूली जाई पारंती, किंतु तार नाम को सर्वदा मने पकाई थांती। सेही जसकृति को नाम ही धारण करि थाए। जेते दिन पर्यंत तार जसकृति को लोक मने पकाई थांती, काहाकु नहीं से नाम को ही मने पकाई थांती। द्वितीय रे बंचिथिबा बेले मध्य बंचिथिबा समय रे मध्य से समाज रे सेही नाम माध्यम रे तार स्वतंत्र परिचय सृष्टि करि थाए। तृतीय कथा हला प्रत्येक नामधारी नामर एक प्रकार कला रही। एवं मध्य आपण माने सुनिथिबे किछि विशिष्ट प्रतिष्ठित लोक माने मध्य अस्ट्रो बा न्यूमरोलॉजी को फॉलो करी तांको नाम रे परिवर्तन करिसंती। कौन पे आज्ञा? नाम रे एक प्रकार प्रभाव और शक्ति लुचि रही। कथारे अछि, आम ओडिया रे एक कथा अछि, नामर मध्य रही कला, नामर मध्य रही कला 16 कला रे नंद बला। नामर मध्य रही कला 16 कला रे नंद बला। सेही नंद बला आज्ञा किए? प्रभु श्री कृष्ण। कृष्णଙ୍କ नामरे 16 कला, रामଙ୍କ नामरे 8 कला। एपरी अनेक रहस्य लुचि रही। आउ गोटे कथा मध्य आपण को मने पकई दउछि। त्रेतया युगर कथा। ब्रह्मांड रे एपरी से होउछि सर्वशक्तिमान अस्त्र होउछि राम बाण। जो बाण की त्रिभुवन रे अकाट्य, ताकू काटिला भली शक्ति प्रमाण मध्य नाही। तेणु से राम बाणठू मध्य आउरी शक्तिवान थिला किए? रामंकर नाम। रामंकर
ନାମ। କାହିଁକିନା ରାମାୟଣରେ ପ୍ରାୟ ଅଳ୍ପ ବହୁତ ସମସ୍ତେ ଜାଣିଥିବେ କାଶୀ ରାଜାକୁ ବଞ୍ଚେଇବା ପାଇଁ ଭକ୍ତ ଶିରୋମଣି ହନୁମାନ ସ୍ୱୟଂ ରାମଙ୍କ ସହିତ ଯୁଦ୍ଧ କରିଥିଲେ। ଯୁଦ୍ଧ ଆଜ୍ଞା କେଉଁଥିରେ କରିଥିଲେ? ସେ କ'ଣ ଅସ୍ତ୍ର ଧରିଥିଲେ? ନା। ତେଣୁ ହନୁମାନଙ୍କ ପାଖରେ ସର୍ବଶ୍ରେଷ୍ଠ ଅସ୍ତ୍ର ଥିଲା ରାମ ନାମ। ସେ ନାମରେ ଏତେ ଶକ୍ତି ଥିଲା ଯେ କି ସ୍ୱୟଂ ପ୍ରଭୁ ଶ୍ରୀରାମ ସେ ମଧ୍ୟ ତାଙ୍କ ଅସ୍ତ୍ର କାମ କରିନଥିଲା। ଶେଷରେ ସେ ପରାଜୟ ମାନିଥିଲେ। ତେଣୁ ଇଏ ଥିଲା ନାମର ଶକ୍ତି ବିଷୟରେ। ଆଉ ଗୋଟେ କଥା ମଧ୍ୟ, ଚତୁର୍ଥ କଥା ହେଲା ନାମରେ ମଧ୍ୟ ମୁକ୍ତି ରହିଛି। ନାମରେ ମଧ୍ୟ ମୁକ୍ତି ରହିଛି, ପାପ ନାଶ ରହିଛି, ଏହା ବେଦ କହେ। ସେପରି କଳାଯୁକ୍ତ ନାମ ଥିବା ଆବଶ୍ୟକ। ସେପରି କଳାଯୁକ୍ତ ନାମ ଥିବା ଆବଶ୍ୟକ। ଯିଏ ନାମ ଧରି ଡାକେ ତାର ପୁଣ୍ୟ ଥାଏ, ଯେ କର୍ଣ୍ଣରେ ଶୁଣିଥାଏ ତାର ମଧ୍ୟ ପୁଣ୍ୟ ଥାଏ। ଏହା କିପରି ସମ୍ଭବ? ଆସନ୍ତୁ ଏକ କାହାଣୀ ମାଧ୍ୟମରେ ଶୁଣିନେବା। କାହିଁକି ପିଲାଟିଏ ଜନ୍ମ ପରେ ତାର 21 ଦିନ ନାମକରଣ କରାଯାଏ? କୌଣସି ଦେବାଦେବୀଙ୍କ ନାମକୁ ଲକ୍ଷ୍ୟ ରଖି। କାରଣ ସେହି ନାମରେ ଶକ୍ତି ଲୁଚି ରହିଥାଏ ଏବଂ ସେ ନାମ ମଧ୍ୟ ମୁକ୍ତି ଦେଇଥାଏ। ତେଣୁ ଦେବାଦେବୀଙ୍କ ନାମକୁ ଲକ୍ଷ୍ୟ ରଖି ପିଲାର ନାମକରଣ କରାଯାଏ। ସୁବର୍ଣ୍ଣ ନଗରୀରେ ଏକ ଦମ୍ପତି ରହୁଥିଲେ। କୁଟୁମ୍ବ କହିଲେ ଦୁଇ ସ୍ୱାମୀ ସ୍ତ୍ରୀ, ଦୁଇ ପ୍ରାଣୀ, ହରିହର ଦାସ ଓ ପତ୍ନୀ ସୁଲୋଚନା। ବିବାହର ଅନେକ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ସନ୍ତାନ ସନ୍ତତି ହେଉନଥିଲେ। ଅନେକ ପ୍ରକାର ଓଷାବ୍ରତ ପାଳନ କଲା ପରେ ପ୍ରଭୁଙ୍କ କୃପାରୁ ପୁତ୍ର ସନ୍ତାନଟିଏ ଜାତ ହେଲା। ଯାହା ହେଉ, ଲୋକ ନିନ୍ଦାରୁ ତ ଟିକେ ମୁକ୍ତି ମିଳିଲା। ଅନେକ ଲୋକଙ୍କର ଅନେକ କଥା ରାତି ପାଇଲେ ଶୁଣିବାକୁ ମିଳୁଥିଲା। କେହି କେହି ସୁଲୋଚନାଙ୍କୁ ମୁହଁରେ ମଧ୍ୟ କହି ଦେଉଥିଲେ, ତୁ ଜଣେ ବନ୍ଧ୍ୟା ନାରୀ, ତୋ ମୁହଁ ଚାହିଁଲେ ଅଶୁଭ। ଏପରି କଥା ସୁଲୋଚନାକୁ ବହୁତ ବାଧୁଥିଲା। ଯାହା ହେଉ, ଏସବୁ ନିନ୍ଦା ଓ ଅପବାଦରୁ ତ ମୁକ୍ତି ମିଳିଗଲା। ଭଗବାନ ଦୁଃଖ ଶୁଣିଛନ୍ତି। ଯେଉଁମାନେ ନିନ୍ଦା ଅପବାଦ କରୁଥିଲେ ସେହିମାନଙ୍କର ପ୍ରଶଂସାର ସୁଅ ଛୁଟି ଆସିଲା। ସତେ ଯେପରି ଗୋପ ଘରେ କଳା କହ୍ନେଇ ଉଦୟ ହୋଇଛନ୍ତି। ଖୁସିରେ ହରିହର ଓ ସୁଲୋଚନାର ପାଦ ତଳେ ଲାଗୁନଥାଏ। ଏହା ଭିତରେ ପୁଅର 21 ଦିନ ପୂରଣ ହେବାକୁ ଯାଉଅଛି। ହରିହର ନାମକରଣ ନିମନ୍ତେ 21 ପାଲାର ଆୟୋଜନରେ ଲାଗି ପଡ଼ିଥାଏ। ପଣ୍ଡିତ ବ୍ରାହ୍ମଣମାନଙ୍କୁ ନିମନ୍ତ୍ରଣ ରଖି ଆସିଲା। 21ରେ ସମସ୍ତେ ଉପସ୍ଥିତ ହେଲେ। ସାଇ ପଡ଼ିଶା ସବୁ ଆସିଲେ। 21 ପାଲା ଧୁମଧାମରେ ପାଳିତ ହେଲା। ଆଶୀର୍ବାଦ ଓ ନାମକରଣ ନିମନ୍ତେ ଶିଶୁକୁ ପଣ୍ଡିତ ସଭାକୁ ଅଣାଇଲେ।
ସମସ୍ତେ ଦେଖି ତାକୁ ଆଶୀର୍ବାଦ କଲେ ଏବଂ ଆଣିଥିବା ଉପହାର ପ୍ରଦାନ କଲେ। ପଣ୍ଡିତମାନେ ପିଲାର ନାମ ରଖିଲେ ଚକ୍ରଧର। ଆହା, ଅତି ସୁନ୍ଦର ନାମଟିଏ। ଇଏ ହେଉଛି ବିଷ୍ଣୁଙ୍କର ସହସ୍ର ନାମରୁ ଏହା ମଧ୍ୟ ଏକ ଅନ୍ୟତମ ନାମ ଅଟେ। ହରିହର ଓ ସୁଲୋଚନା ଏହାର ଲାଳନ ପାଳନରେ କୌଣସି ଊଣା କରୁନଥିଲେ। ଅତି ଆନନ୍ଦ ଓ ହସ ଖୁସିରେ ପରିବାର ଚାଲିଥାଏ। ପିଲାଟି ଧୀରେ ଧୀରେ ବଡ଼ ହେବାକୁ ଲାଗିଲା। ପାଖ ଗ୍ରାମରେ ଏକ ବଡ଼ ଯାତ୍ରା ଆୟୋଜନ ଚାଲିଥାଏ। 12 ବର୍ଷ ପିଲା ଚକ୍ରଧର ସାଙ୍ଗସାଥିରେ ଖେଳିବା ସମୟରେ ତା କର୍ଣ୍ଣରେ ପଡ଼ିଲା। ତାର ସାଙ୍ଗସାଥିମାନେ ତାଙ୍କ ବାପା ମା ସହିତ ଯାତ୍ରା ବୁଲିବାକୁ ଯିବେ। ଏ କଥା କି ଶୁଣି ଚକ୍ରଧର ସ୍ଥିର ହୋଇ ରହିପାରେ। ସେ ମଧ୍ୟ ଘରେ ଆସି ଜିଦି ଧରି ବସିଲା। ସେ ମଧ୍ୟ ଯାତ୍ରାକୁ ଯିବ। ତାର ଜିଦି ଆଗରେ ହରିହର ଓ ସୁଲୋଚନା ମଧ୍ୟ ହାର ମାନିଲେ। ଶେଷରେ ସ୍ଥିର ହେଲା ସେମାନେ ମଧ୍ୟ ଯାତ୍ରାକୁ ଯିବେ। ନିୟତିର ଗର୍ଭରେ କ'ଣ ବା ଅଛି କିଏ ଜାଣେ? ଏମାନଙ୍କ ହସ ଖୁସିର ସଂସାରରେ ସତେ ଯେମିତି କାହାର ନଜର ଲାଗିଗଲା କି? ହଠାତ୍ ଗହଳି ଭିତରେ ଚକ୍ରଧର ସେମାନଙ୍କ ଠାରୁ ଅଲଗା ହୋଇଗଲା। କିଛି ଦୁର୍ବୃତ୍ତ ଚକ୍ରଧରକୁ ଉଠାଇ ନେଲେ। ଏଣେ ହରିହର ଓ ସୁଲୋଚନା ପୁଅକୁ ଖୋଜି ଖୋଜି ନୟାନ୍ତ। ଯେତେ ମୁଣ୍ଡ ପିଟି କାନ୍ଦିଲେ କ'ଣ ହେବ? ସେମାନେ ଆଉ ପୁଅ ଚକ୍ରଧରକୁ ଫେରି ପାଇଲେ ନାହିଁ। ନିରାଶ ହୋଇ ଘରକୁ କାନ୍ଦି କାନ୍ଦି ଫେରିଲେ। ପୁଅ ମୋହରେ ହରିହର ମଧ୍ୟ ଝୁରି ଝୁରି ଦୁର୍ବଳ ହୋଇଗଲା। ସୁଲୋଚନା ଆଖିର ଲୁହ ଶୁଖୁ ନଥାଏ। ଦୁହେଁ ପରସ୍ପରକୁ ସାନ୍ତ୍ୱନା ଦେବା ଛଡ଼ା ଆଉ କିଛି ଉପାୟ ନଥାଏ। ହରିହର ବାଟରେ ଘାଟରେ ଯେଉଁଠି ଯାହାକୁ ଦେଖୁଥିଲା ପାଗଳ ପ୍ରାୟ ପଚାରୁଥିଲା, "ଅୟ ବାବୁ, ମୋ ପୁଅ ଚକ୍ରଧରକୁ ଦେଖିଛ କି?" ଅଜଣା ଲୋକ ପାଗଳ ଭାବି ଅଣଦେଖା କରି ଚାଲିଯାଆନ୍ତି। ଏହା ମଧ୍ୟରେ 5 ବର୍ଷ ବିତିଗଲା। ହରିହର ପାଦରେ ଆଉ ଚାଲିବାକୁ ଶକ୍ତି ନଥାଏ। ସେ ଶଯ୍ୟାଶାୟୀ ହୋଇଗଲା। ପୁଅକୁ ଅପେକ୍ଷାର ଶେଷ ଆଶା ମଧ୍ୟ ମଉଳିଗଲା। ମୁହଁକୁ ଦାନା ମଧ୍ୟ ବନ୍ଦ ହୋଇଗଲା। ଶେଷ ନିଶ୍ୱାସ ନେବା ସମୟରେ ସେ ହୃଦୟର ସହ ଚିତ୍କାର କରି ଡାକିଲା, "ହେ ଚକ୍ରଧର, ଆରେ ତୁ କେଉଁଠି ରେ? ଟିକେ ମୋ ପାଖକୁ ଆ ଧନ।" ଏ କଥା ପ୍ରଭୁ ବୈକୁଣ୍ଠବାସୀ ବିଷ୍ଣୁଙ୍କ କର୍ଣ୍ଣରେ ପଡ଼ିଲା। ଭାବକୁ ସେ ନିକଟ। ହରିହର ଭାବର ସହ ହୃଦୟରୁ ଡାକିଥିବାରୁ ବୈକୁଣ୍ଠବାସୀ ନାରାୟଣଙ୍କ କର୍ଣ୍ଣରେ କଥାଟି ପଡ଼ିଲା। ସଙ୍ଗେ ସଙ୍ଗେ ପ୍ରଭୁ ନାରାୟଣ ଆସି ଚକ୍ରଧର ପୁଅ ରୂପରେ ହରିହର ପାଖରେ ପହଞ୍ଚିଲେ ଏବଂ ହରିହରକୁ କୋଳାଇ ନେଲେ। ସବୁ ଆନନ୍ଦ କ୍ଷଣିକେ ଫେରି ଆସିଲା। ହରିହର ପ୍ରଭୁଙ୍କ ଅପୂର୍ବ ଦର୍ଶନ ଲାଭ କରି ଦେହ ଛାଡ଼ିଲା। ସେ ମୁକ୍ତି ପାଇଗଲା।
से मुक्ति पाईगला सदा सर्वदा जन्म मृत्यु चक्रु मुक्ति पाई वैकुंठ रे वास कला। एपटे कौन है ना लोक माने पार्थिव शरीर को दाह निमंते श्मशान नहीं गले। ठीक मुखाग्नि समय रे एणे पुओ चक्रधर दुर्बृत्तों कबलरू खसी आसी पहुँची जाई थाए एवं शुणिबाकू पाइला जे तार बापा आउ नाहांती से आर पारी को चली गले। से मध्य कांदी कांदी प्रथम बापर मुखाग्नि दे सारिया परे प्रथम से बापर मुखाग्नि देला एवं परे सबु सत्य प्रकाश करिला। समस्त शुणी आश्चर्य। तेबे मृत्यु समय रे हरिहर पाखरे से किए थिला? हरिहर पाखरे मृत्यु समय रे से किए थिला? समस्तक मनरे प्रश्न। से तो चक्रपाणी विष्णु थिले ना। तेणु प्रिय दर्शक बंधु ये स्टोरी रो ये कहानी रो अर्थरू आपण अनेक किछि बुझी पारुथिबे। तेणु मनीषर नाम को कहीं देवादेवी नाम प्रकाश करा जाए। तेणु समय तो है आज ये रखी विदाय नौ। पुणी देखा आगामी अध्याय किपरि लगिला मतामत जणाइबे। जय जगन्नाथ। नमस्कार।